ପ୍ରେମ ବିବାହ। ପ୍ରେମ ବିବାହ କୌଣସି ନୀତି ଆଦର୍ଶ ଏବଂ ସାମାଜିକ ସ୍ୱୀକୃତି ଉପରେ ପର୍ଯ୍ୟବେସିତ ନୁହେଁ। ଯୁବାବସ୍ଥାରେ ଯୌବନର ପ୍ରଥମ ସୋପାନରେ ପ୍ରେମର ଆବେଗ ଓ ବ୍ୟାକୁଳତାକୁ ଚରିତାର୍ଥ କରିବା ପାଇଁ ମନ ଖୋଜେ ସାଥୀ। ସାଥୀଟିଏ ପାଇଗଲେ କାମନା ଜାଗ୍ରତ ହୁଏ। ଧୀରେ ଧୀରେ ଦୁଇଟି ହୃଦୟର ସାମୟିକ ମିଳନ ଘଟି ବିବାହ କରିବାର ନିଷ୍ପତ୍ତି ନିଅନ୍ତି। ପରିବାର ପରିଜନଙ୍କ ଅଜାଣତରେ ପ୍ରେମିକ ପ୍ରେମିକା ସ୍ୱାମୀ ସ୍ତ୍ରୀ ହୋଇଯାଆନ୍ତି। ପ୍ରେମୀ ଯୁଗଳ କୌଣସି ଜାତି ପ୍ରଥା ଧର୍ମ ଓ ପରିବାରର ନିଷ୍ପତ୍ତିକୁ ଗ୍ରହଣ କରନ୍ତି ନାହିଁ। ରୋମାଣ୍ଟିକ ବା ପ୍ରେମ ସବୁବେଳେ ଏକ ସଫଳ ବିବାହରେ ରୂପାନ୍ତରିତ ହେବ ତାର କିଛି ମାନେ ନାହିଁ। ଏଭଳି ନିଷ୍ପତ୍ତିହୀନ ବିବାହ ପରିବାରରେ ଅସନ୍ତୋଷର ଅଗ୍ନିବର୍ଷା କରାଇଥାଏ। ସମାଜରେ ପିତା ମାତାଙ୍କ ସମ୍ମାନ ନିମ୍ନଗାମୀ ହୁଏ। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ଉଚ୍ଚ ଆଦର୍ଶ ବଜାୟ ରଖିବା ଆବଶ୍ୟକ। ନିଜକୁ ସଂଯତ ସମ୍ପାଦିତ କରି ଶିଖିବା ଦରକାର। ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଉଚିତ। ସୁଖମୟ ଦାମ୍ପତ୍ୟର ମୂଳମନ୍ତ୍ର ହେଉଛି ବିଶ୍ୱାସ। କେହି କାହାକୁ ଶତ୍ରୁ ଭାବିବା ଠିକ୍ ନୁହେଁ। ବଂଶ ପରମ୍ପରାକୁ ସମ୍ମାନ ଦେଇ ଶିଖିବା ଦରକାର। ଉଭୟେ ପରସ୍ପରଙ୍କ ପ୍ରେରଣାର ଉତ୍ସ ପାଲଟିବା ଉଚିତ। ପରସ୍ପର ନିଜ ନିଜର ଜନ୍ମଦିନ ବିବାହ ବାର୍ଷିକୀ ହନିମୁନର ସ୍ମୃତିଚାରଣ କରିବା ଦରକାର। ପତ୍ନୀର ଭରସା ଓ ପତିର ବିଶ୍ୱାସରେ ଦାମ୍ପତ୍ୟ ଜୀବନର ମୂଳ ସୁଦୃଢ଼ ହୋଇଥାଏ। ଘରର ଆୟ ବ୍ୟୟର ତର୍ଜମା କରିବା ଉଚିତ। କେହି କାହାକୁ ବ୍ୟକ୍ତିଗତ ଚରିତ୍ର ପ୍ରତି ଆକ୍ଷେପ କରିବା ଠିକ୍ ନୁହେଁ। ଉଭୟେ କର୍ମଜୀବୀ ହୋଇଥିଲେ ପରସ୍ପରକୁ କର୍ମରେ ସହଯୋଗ କରିବା ଆବଶ୍ୟକ। ଅହଂଭାବ ତ୍ୟାଗ କରିବା ଉଚିତ। ଆୟୋଜିତ ବିବାହ ପରିବାର ବନ୍ଧୁ ବାନ୍ଧବ ଏବଂ ଆତ୍ମୀୟ ସ୍ୱଜନମାନଙ୍କ ଦ୍ୱାରା ଉପଯୁକ୍ତ ପାତ୍ର ପାତ୍ରୀ ଅନୁସନ୍ଧାନ କରାଯାଇ ବିବାହ କାର୍ଯ୍ୟ ସମାପନ କରାଯାଏ। ଦମ୍ପତିମାନେ ଗୁରୁଜନମାନଙ୍କର ଆଶୀର୍ବାଦ ଲାଭ କରନ୍ତି। ପରିବାରରେ ନୂତନ ପରିବେଶ ସୃଷ୍ଟି ହୁଏ। ସଫଳ ବିବାହର ସରଳ ସୂତ୍ର। ବିବାହ ଏକ ପାରମ୍ପରିକ ସାମାଜିକ ପ୍ରଥା। ଆୟୋଜନ ମାଧ୍ୟମରେ ବିବାହ ପରିବାରରେ ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଭରିଦେବା ସହିତ ସାମାଜିକ ସ୍ୱୀକୃତି ଲାଭ କରିଥାଏ। ଏହା ପିତାମାତା ବନ୍ଧୁ ବାନ୍ଧବ ଏବଂ ଆତ୍ମୀୟ ସ୍ୱଜନଙ୍କ ଦ୍ୱାରା ସ୍ଥିର କରାଯାଇ ସମର୍ପିତ ହୁଏ ଯେ ଆମ ଚିନ୍ତା ଓ ଭାବନାର ଗଭୀର ପ୍ରଭାବ ଆମ ପାରିବାରିକ ଜୀବନ ଉପରେ ପ୍ରତିଫଳିତ ହୋଇଥାଏ। ଆମ ପିଲାଛୁଆମାନଙ୍କ ଉପରେ ମଧ୍ୟ ପଡ଼ିଥାଏ। ଯଦି ଆମେ ଆମର ଦାୟିତ୍ୱକୁ ଏଡ଼ାଇ ଚାଲନ୍ତି ତାହେଲେ ଆମେ ଆମ ସମାଜ ଓ ରାଷ୍ଟ୍ର ପ୍ରତି ରାଷ୍ଟ୍ର ନିମନ୍ତେ କିଛି ବି କରିପାରିବା ନାହିଁ। ବିପ୍ରଙ୍କ ପାଇଁ ଯଜମାନଙ୍କ ଘରେ ଭୋଜନ ଉତ୍ସବ ସମ ଆନନ୍ଦଦାୟକ। କଅଁଳ ଘାସର ସନ୍ଧାନ ପାଇଲେ ଗୋରୁ ଘାସ ଚରିବାକୁ ଦୌଡ଼ି ଯାଆନ୍ତି। ପତ୍ନୀ ପ୍ରତି ପତି ପ୍ରସନ୍ନ ହେଲେ ପତ୍ନୀଙ୍କର ଆନନ୍ଦର ସୀମା ରହେ ନାହିଁ। ମୋ ପାଇଁ ମୋ ପିତାମାତାଙ୍କର ସେବା ପରମ ଆନନ୍ଦଦାୟକ। ଜୟ ଶ୍ରୀ ଜଗନ୍ନାଥ।